କହିଛନ୍ତି ଆକୁ ନେଇ ଆମେ ମଧ୍ୟ ଆମ ସ୍କୁଲ ଆମେ ମଧ୍ୟ କିଛି କରିପାରିବା। ଏବେ ଆମେ ଜାଣିନଥିଲେ, ଏବେ ସାର୍ ମଧ୍ୟ ଆମେ କିଛି ଭିଡ଼ିଓ କରିକି ଆଣିଥିଲୁ। ଆପଣ ମଧ୍ୟ କିଛି ଭିଡ଼ିଓ କେମିତି ରଖିଥିବେ, ଏଗୁଡ଼ା ସବୁର ମଧ୍ୟ ଭିଡ଼ିଓ ଆବଶ୍ୟକ ପଡ଼ିଲେ କରନ୍ତୁ, ନେଇକିରି ତାକୁ ସ୍କୁଲ ଲେଭେଲରେ କରିପାରିବା। ପରେ ପଳେଇ ଆସିଲା ସମସ୍ତଙ୍କୁ ସୁପ୍ରଭାତ। ଆଉ ଏହି ବିଭିନ୍ନ କାର୍ଯ୍ୟକ୍ରମ ପାଇଁ ମୁଁ ଆଜି ଉପସ୍ଥିତ ହେଲି। ଚନ୍ଦ୍ରକାନ୍ତି ମ୍ୟାଡ଼ାମଙ୍କୁ ବିଶେଷ ଧନ୍ୟବାଦ। ମୋ ସ୍କୁଲକୁ ଯାଇଥିଲେ, ଗତ ସିଆର୍ଏମ୍ ମିଟିଂରେ ଯାଇଥିଲେ, ବିଶେଷ କରି ଫୋକସ୍ କରୁଥିଲେ ମୋ ସ୍କୁଲକୁ ଯିବା ବୋଲି। ଆଉ ସେ ଯେତେବେଳେ ଯାଇଥିଲେ ଶନିବାର ହେଇଥିଲା, ଦିନ 12ଟା ସମୟରେ ପିଲାମାନେ ବି ନଥିଲେ। ଆମ ସିଆର୍ଏମ୍ ମିଟିଂରୁ ମିଶିକି ମ୍ୟାଡ଼ାମ୍ ମିଶିକି ଆମ ସ୍କୁଲକୁ ଯାଇଥିଲୁ। ସେଇଠି ଯେତେବେଳେ ମ୍ୟାଡ଼ାମ୍ ଏ ପ୍ରୋଜେକ୍ଟ ଉପରେ ସବୁ ଦେଖିଲା ଭିତରେ ପିଲାମାନେ ଆସିଥିଲେ, ପ୍ରଥମ ଶ୍ରେଣୀର ପିଲାମାନେ ଆସିଥିଲେ। ଆସିବା ସମୟରେ ମ୍ୟାଡ଼ାମ୍ ସେ ପିଲାମାନଙ୍କୁ କହିଥିଲେ ଯେ ତାକୁ କ'ଣ ପିଲାମାନେ ମ୍ୟାଡ଼ାମ୍କୁ ତାଙ୍କର କ'ଣ ତାଙ୍କର ଅଭିଜ୍ଞତା, ସେମାନେ କ'ଣ ଜାଣିଛନ୍ତି ସେ ବିଷୟରେ ସେ କହିଥିଲେ। ଆଉ ମ୍ୟାଡ଼ାମ୍ ମୋତେ କହିଥିଲେ ଯେ ନିଶ୍ଚିତ 15 ଦିନ ଭିତରେ ଆପଣଙ୍କୁ ଆମେ ଦାୟିତ୍ୱ ଆଉ ଆପଣ ନିଶ୍ଚୟ ଆମ କଥା ରକ୍ଷା କରିବେ, ଆଉ ଯେତେ ବଡ଼ କାମ ଥିଲେ ମଧ୍ୟ ଆସିବେ। ହେଲେ ବର୍ତ୍ତମାନ କ'ଣ ହେଲା, ଏବେ 4 ଦିନ ତଳେ ମ୍ୟାଡ଼ାମ୍ ମୋତେ ଫୋନ୍ କରିଥିଲେ ଯେ ଆପଣଙ୍କୁ ଟ୍ରେନିଂ 3 ଦିନ ଟ୍ରେନିଂ ନାହିଁ ତ ଏ ୱାର୍କସପ୍ ପାଇପ୍ କରି ପଡ଼ୁଛି, ଆପଣ ଯେମିତି ହେଲେ ଆସିବେ। ମୁଁ କହିଲି ମ୍ୟାଡ଼ାମ୍ ମୁଁ ଯିବି, ନିଶ୍ଚୟ ଯିବି, କିନ୍ତୁ ମୋତେ ଗୋଟେ ଦିନ ଆପଣ ରିଲାକ୍ସ ଦେବେ। 1 ତାରିଖ ଦିନ ମୋର ଅନ୍ୟ ଗୋଟେ କାର୍ଯ୍ୟକ୍ରମ, ବଡ଼ କାର୍ଯ୍ୟକ୍ରମ ଅଛି, ମୁଁ ପଳେଇ ଯିବି। ମୁଁ ଆପଣଙ୍କୁ 2 ଦିନ ଟାଇମ୍ ଦେବି। ସେ କହିଲେ ହଉ ଠିକ୍ ଅଛି, ଆପଣ 2 ଦିନ ମଧ୍ୟ ଆସନ୍ତୁ, କିନ୍ତୁ ଆସିବା ସମୟରେ ଆପଣ କିଛି କିଛି ଟିଏଲ୍ ଯେତିକି ପାରିବେ ଧରିକି ଆସନ୍ତୁ। ସବୁଗୁଡ଼ା ଏଇ ଜିନିଷକୁ ଧରିକି ଆସିବା ସମ୍ଭବ ନୁହଁ। ପ୍ରଥମରେ ମୁଁ କହି ରଖେ ଯେ ଆମ ସମସ୍ତ ବିଦ୍ୟାଳୟରେ ହଉ ବା ଅଙ୍ଗନବାଡ଼ିରେ ହଉ, ଆମେ ପିଲାମାନଙ୍କର କିଛି ଶିକ୍ଷଣ ମନୋବୃତ୍ତିକୁ ବଢ଼ାଇବା ପାଇଁ, ଶିକ୍ଷଣ ଦକ୍ଷତା ବୃଦ୍ଧି କରିବା ପାଇଁ ଆମେ ଯେଉଁ ମାଧ୍ୟମଟା ନେଉଛେ, ସେ ମାଧ୍ୟମ ହେଉଛି ଏଇ ଶିକ୍ଷଣ ସାମଗ୍ରୀ। ଏହାଦ୍ୱାରା କ'ଣ ହେଉଛି, ପିଲାମାନଙ୍କର ଏଇଟା ନିଶ୍ଚିତ ରୂପେ ହେଉଛି ଆମ ସମସ୍ତ ବିଦ୍ୟାଳୟ କିଛି କିଛି କରୁଛନ୍ତି। ମୁଁ ଏହିସବୁ ଜିନିଷ ଗୁଡ଼ାକ ତିଆରି କରିବାରେ, ସେଥିରେ ମୁଁ କହିବି କରୋନା ପିରିୟଡ଼ଟା ମୋ ପାଇଁ ସମସ୍ତଙ୍କୁ ଅଧିକ ସହାୟକ ହୋଇଥିଲା। ସେଇ ପିରିୟଡ଼ରେ ମୁଁ ଚିନ୍ତା କଲି ଯେ କ'ଣ କରିବି। ସବୁଦିନ ସ୍କୁଲକୁ ଯାଏ, ଘରକୁ ଆସେ, ତା ଭିତରେ ଚିନ୍ତା ଜିନିଷ ଆମେ ପାଇପାରିବା। ଆଉ ଏଇ ଯେଉଁ କାର୍ଯ୍ୟକ୍ରମର ମୋ ସହିତ ମୁଁ ଗୁରୁ କହିଲେ ଅତ୍ୟୁକ୍ତି ହେବନି, ନୋଇଡା ସହିତ ମୋର ସମ୍ପର୍କ ରହିଛି। ସେଇ ନୋଇଡାରେ ମୋର ମଧ୍ୟ ପ୍ରୋଜେକ୍ଟ ଗୁଡ଼ାକ ସେଠି ତାକୁ ଦିଆହେଉଛି। ସେମାନଙ୍କ ଠାରୁ ମଧ୍ୟ ନୂଆଟା କ'ଣ ଆସିଲେ ମୋ ସହିତ ଆସୁଛି, ସେଇଟା ମୁଁ ମ୍ୟାଡ଼ାମ୍କୁ କହିନଥିଲି। ଆଉ ସେ ଯାଉ ଆଜି ଆମ କାର୍ଯ୍ୟକ୍ରମ ଆରମ୍ଭ କରିବା। ମୁଁ କିଛି କିଛି ଆଣିଛି ଯେଉଁଟାକି ଦେଖିବାକୁ ସହଜ ଲାଗୁଛି, କିନ୍ତୁ ବହୁତ କେତେ ଗୁଡ଼ିଏ ଜିନିଷ ତିଆରି କରିବା ସମୟରେ 3-4 ଥର କଲା ପରେ ସକ୍ସେସ୍କୁ ଆମେ ଆସିଛୁ। ସେମିତି ହେଇଛି। ଆପଣମାନେ ଗୋଟେ ଜିନିଷ କରିବା ପାଇଁ ବୋଲିକି ନିଶ୍ଚିତ ରୂପେ ଆପଣଙ୍କର ଏକାଗ୍ରତା ଦରକାର, ଧୈର୍ଯ୍ୟ ଦରକାର, ତେବେ ଯାଇ ଆପଣ ଫଳପ୍ରଦ ହେବେ। ଆଉ ଏଇ ଦୁଇଟା ଜିନିଷକୁ ଆପଣ ଯଦି ବିରକ୍ତ ଭାବ ପ୍ରକାଶ କଲେ ହେଇପାରିବ ନାହିଁ। କିନ୍ତୁ ଏଇସବୁ ଯାହାଦ୍ୱାରା କି ଆମର ଉପାନ୍ତ ଅଞ୍ଚଳରେ ପିଲାମାନଙ୍କର କଥା କହିବା ଶକ୍ତି ମଧ୍ୟ ସେମାନଙ୍କର ନଥିଲା। ସେମାନଙ୍କ ପାଇଁ ବୋଲିକି ଆମକୁ କିଛି ସେମାନଙ୍କ ଆମ ସ୍ୱାର୍ଥ ତ୍ୟାଗ କରିବାକୁ ପଡ଼ିବ। ତେଣୁ ଆପଣମାନେ ଯତ୍କିଞ୍ଚିତ, ତାମାନେ ମୁଁ କହୁନାହିଁ ଯେ ଆମେ ସମ୍ପୂର୍ଣ୍ଣ ରୂପେ ସେମାନଙ୍କ ପାଇଁ ଧ୍ୟାନ ଦେବା, ଆମ ପରିବେଶ ଦର ପରିବେଶ ଛାଡ଼ିଦେବା, ସେଇଟା ନୁହଁ। ଆମେ କିଛି କରିବା, କରିକି ଦେଖେଇବା, ଯାହାଫଳରେ ଏଇ ମନୋଭାବ ଥିବାରୁ ମୁଁ ଆଜି ଆପଣମାନଙ୍କ ପାଖରେ ଠିଆ ହେଇପାରିଛି। ସେମିତି ଦିନେ ଆପଣମାନେ ମଧ୍ୟ ଆଉ ଆସନ୍ତା ମାସ ପରେ ଆପଣମାନେ ମଧ୍ୟ ଏଇ ଷ୍ଟେଜକୁ ଆସିବେ, ଏଇଟା ମୁଁ ଆଶା କରୁଛି। ତେବେ କାର୍ଯ୍ୟକ୍ରମ ମୁଁ ଆଉ ଅଧିକ ଭାଷଣ ଦେବି ନାହିଁ, କାର୍ଯ୍ୟକ୍ରମ ଆରମ୍ଭ କରିବା। ଯେତେବେଳେ ଆମେ ବିଭିନ୍ନ ବିଷୟ ଉପରେ ଆମର ଆଧାରିତ ରହୁଛି, ଟିଏଲ୍ଏମ୍ଟାକୁ ଆପଣ ପ୍ରସ୍ତୁତି କରିବା ପାଇଁ ବୋଲିକି ଆପଣ ଗୋଟେ କନସେପ୍ଟ ନେବେ ଯେ ଆପଣ କ'ଣ କରିବେ, ଯେଉଁ ମିଶାଣ ଗୋଟେ କରିବେ, ତାର ମୋତେ ଗୋଟେ ପ୍ରୋଜେକ୍ଟ ଏଇଟା ମୁଁ ଆଣିଛି, ମୁଁ କହିବି ଯେତିକି ଟିଏଲ୍ଏମ୍ ଆସିଛି ସବୁ ଟିଏଲ୍ଏମ୍ ବିଷୟରେ ଆପଣମାନଙ୍କୁ ସମୟକୁ ଧାରଣା ଦେବି। ନିଶ୍ଚିତ ରୂପେ ଆପଣମାନେ କରିବେ ବୋଲି ଯେତେବେଳେ ଭାବିବେ ନିଶ୍ଚିତ ଏ ହେବ ନାହିଁ ବୋଲି କିଛି ନାହିଁ। ତେଣୁ ଆଉ ପ୍ରତ୍ୟେକ ଏମିତି ମଧ୍ୟ ମୋର ଟିଏଲ୍ଏମ୍ କରିବା ଭିତରେ ପ୍ରାୟ 5-7 ଜଣ ଶିକ୍ଷକ ମୋ ପାଖକୁ ଆସନ୍ତି, ଦେଖନ୍ତି, ଆଉ ସେମାନେ ମଧ୍ୟ କରିବେ। ରାୟଗଡ଼ା ରହିକି ଫୋନ୍ କରିବେ, ସାର୍ ଏଇଟା କେମିତି କରିବେ, ଏଇ ପ୍ରୋଜେକ୍ଟଟା ଏମିତି ରହିଗଲା। ମୋର ଯାହା ଅନୁଭୂତି ରହୁଛି ସେମାନଙ୍କୁ ଦେଲେ ସେମାନେ କରିବେ। ଅତି ସୁନ୍ଦର, ଆଠାରୁ ବି ବହୁତ ସୁନ୍ଦର ସେମାନେ କରିଛନ୍ତି।
तेणु सेटा भी आमको खुशी लगे जेहेतु आम करवा देखिए आउ केते जन जब कर आमको निश्चय खुशी लगे तेणु आज आम सार को साहय करने चाहे अनुरोध करी ये सब डीएलएम व्यवहार करने केत गुड़े जिनिस देखु शाढ़ी आलबम गुड़ाक संग्रह करते गुड़े टाटा स्काई आपंकर प्लेट गुड़ाक अच्छे देखुं ये संग्रह कर जो सब यहाँ हूँ गोटे फ्लिपकार्ट गोटे डब्बू आसाला मुझे कौन जिन व्यवहार हो पार पिंधा ना से रखी बर्तमान मो घरे गोटे अड़िया डब्बू पूरा 3-4टा डब्बू पदाई यहाँ हूँ गोटे जिन गोटे प्रोजेक्ट हो देख प्रथम श्रेणी आम नुआ पिला शिखेबा चाहिए प्रथम आम से सहित कथोपकथन करवा कथोपकथन देखा सहज करने आपको सहज हम ये गोटे आलबम शाढ़ी आलबम से कौन कराई प्रत्येक पिला आम जो क ख आकार हर्षईकार मात्रा शिखेबा बोलिए गोटे मुझे चिंता कली कौन कले हम जे गोटे भितर आम आमर जो 11टा वर्णमाला स्वरवर्ण रही से प्रत्येक अक्षर मात्रा केमी जोग हो पार देखु ये जो कार्डबोर्ड आपंकर क ख ग घ आपंकर व्यंजन मान सब अच्छी ए कार्ड गुड़ाक अच्छी आपंकर अच्छी देखो समस्त देखु क ख आपंकर ये देखु दंत स मुद्रेश अच्छी सब कार्ड रखी तेज आम गोटे कार्ड उपर आपको देखाऊँगी यहाँ केमी करेंगे देखिपारे प्रत्येक आलबम गोटे गोटे देखो 11टा पृष्ठा आप ने 11टा पृष्ठा नेला आप मझे गोटे फोल्ड करेंगे एमती ये अच्छी कौन देखो शेष गोटे आम रखाई देखु ये जो लेटरटा को रखापी बोलिक गोटे रही देखो कोटा रहा जदि देखो एटा करबा आम केमि करू दुईटा पेपर जोड़ा हेकरी करा है मझिले रही आ बाकी लेटर गुड़ाक आपनकर रखिबा पाई बोली कि एपटे मध्ये मु गोटे प्लान करिछि जे ए जगह रे एटी मध्ये आपण सब रखि पारिबे पिला मन को देखेबा पाई बोली देखन स्टैंडटा हला देखि परले एटा होछि बर्तमान आपनकर ऊपर अछंती देखो देखंतु अकारांत अछि जेतबेले आपण एपटे गोटे पृष्ठा उल्टे देबे आपनकर आसला आकारांत आसला केवल आपण धड़ा ड्रॉइंग शीट करतु बा हळदिया करतु जोटा कि पिला के स्पष्ट रूप रे देखा जिवो देखिले तापर आसीबो आपनकर हर्षईकार आसीबो आपण जो लेटर ता भीतर रखिबे सेही लेटर रो आपनकर डीएलएम टा तयारी ही पाइबो पिला को पढाइबा पई बोली को मध्ये हमें करि परिबा जेहेतु प्रत्येक पाठरे गोटे गोटे देछि जेंति प्रथम पाठ प्रथम श्रेणी चकड़ी जिन्नी चटनी खाई छ ऊपर गुरमाय ताको लेटर साइज रे आपण ठीक मेजरमेंट करिवे मापी की आपनकर जदी ठीक रे जदी देखि परिबा आमे एटा तयारी करके गोटे कॉर्नर रे रखि देले फलप्रद किछि होबनी सेटा पिला के भावना को दिबा को पड़िबो पिला को पाखरे जदी उपस्थापना जदी करबा नै आमे एका को परिवार मूल्य किछि नाही आमे पिला को पाई ही तयारी करछु एटा गोटे देखिले आपण ये क्लियर बुझी गेले ना सर आ विषय रे वर्तमान हम करि परिबा स्कूल रे हमें किछि एक्टिविटी करि छे ए रिलेटेड फिर भी एटा बहुत बढ़िया थिला नहीं सर आ विषय रे हमें एनो नहीं एई बड़ी हमें करि के विद्यालय रखी पिला को मध्ये सिखै पारि मु आनिली सेटा को चिंता करली जे पिला मान को हमें वर्तमान जो डिकोडिंग व्यवस्था अछि डिकोडिंग व्यवस्था रे सबटा प्रथम होछि कोन हमर अवना शब्द लिखा अवनाचरकुनिक शब्द लिखा से शब्द को आम केते गुड़े कौन करवा जोटा कि 2 अक्षर जो शब्द गठन हम पिला
ଉଚ୍ଚାରଣ କରିବା ପାଇଁ ସୁବିଧା ହେବ। ଏପଟେ ଗୋଟେ ଅକ୍ଷର ସେପଟେ ଗୋଟେ ଅକ୍ଷର, ଏଇଟା ହେଉଛି ତାର ଗୋଟେ ମାଧ୍ୟମ କରାହେଇଛି। ଦେଖନ୍ତୁ ଏପଟେ ରହିଲା ଆପଣଙ୍କର ଗୋଟେ ପଟେ ବାମାବର୍ତ୍ତ ରହୁଛି, ଗୋଟେ ପଟେ ଦକ୍ଷିଣ ବର୍ତ୍ତ ରହୁଛି। ଆପଣ ଅକ୍ଷର ଲେଖିଲା ବେଳେ ଟିକେ ଆପଣଙ୍କର ଟିକେ ସାମ୍ନାରେ କରିବେ ଟିକେ ହଁ ହେଲେ ଦେଖନ୍ତୁ ଏଇଟା କେମିତି ହବ, ଆପଣଙ୍କର ଏଇଠି ରହିଲା ଚ ରହିଲା, ଚଳ, ଚର, ଚଟ। ଆପଣଙ୍କର ଏପଟେ ଚକ୍ର ବୁଲେଇଲେ ଆପଣଙ୍କର ଅନେକ ଗୁଡ଼ିଏ ଶବ୍ଦ ପିଲାମାନେ ଗଠନ କରିପାରିବେ। ଆମର ଦକ୍ଷତା ହେଉଛି ଲିଖନ ପଠନ, ଦୁଇଟା ରହୁଛି ମୁଖ୍ୟ। ଲିଖନ ପଠନଟାକୁ ଆପଣ ଏ ଦୁଇଟା ଭିତରେ ସେମାନେ ପିଲାମାନେ କହିପାରିବେ। ଜଣେ ଜଣେ ପିଲାଙ୍କୁ ମଧ୍ୟ ଆମେ ଏଇ ଚାର୍ଟଟାକୁ ଦେଲା ପରେ ସେମାନେ ଶବ୍ଦ ଗଠନ କରିବେ। ତା ଭିତରେ କିଛି ଭୁଲ ଶବ୍ଦ ବି ଆସିବ, ତାପରେ ସେଇଟାକୁ ଆମେ ମାର୍ଜିତ କରିକି ସେମାନେ ଗଛର ଆର୍ଟ ହଉ, ଗୋଟେ ସାର୍ଟର ଆର୍ଟ ହଉ, କ'ଣ କେମିତି କରିବା ପିଲାମାନଙ୍କୁ ସେତେବେଳେ ଏଇଟା ଗୋଟେ ସେମାନଙ୍କ ସାମ୍ନାରେ ଏଇଟା ଗୋଟେ ପିଲାମାନଙ୍କର ଗୋଟେ ସାର୍ଟର ଆକୃତି ହେଇଛି। ଦେଖନ୍ତୁ ଏ ସାର୍ଟର ଆକୃତି ଭିତରେ ଏଠି ମୁଁ ଫୋକସ୍ କରିଥିଲି ର ଅକ୍ଷରକୁ ଫୋକସ୍ କରିଥିଲି। ଆମେ ପ୍ରତ୍ୟେକ ଯେମିତି ହେଲେ ଆମର ପାଠ୍ୟକ୍ରମରେ ସେମିତିକା ରହିଛି ର ଚ ଟ ଏମିତି ଗୋଟେ ଗୋଟେ ଫୋକସ୍ କରିବାକୁ ପଡ଼ିବ। ତେଣୁକରି ଏଇଠି ଅଛି ଦେଖନ୍ତୁ ଏଇ ଯେଉଁ ଶବ୍ଦଟା ହେଇଛି ଆପଣ ପଛପଟେ ମଧ୍ୟ ଦେଖିପାରିବେ। ଏଇଟା ଗୋଟେ ଜଷ୍ଟ ଗୋଟେ ସାପ ଭଳି ତିଆରି ହେଇଛି, କିଛି ବି ନାହିଁ। ପଛପଟେ କଟିଂ ହେବ। ଆପଣଙ୍କ ଯେଉଁ ଅକ୍ଷର ର ସହିତ ସମ୍ପର୍କିତ ଅଛି ଦୁଇ ଅକ୍ଷର, ସେଇ ଦୁଇ ଅକ୍ଷରରୁ ଆପଣ ସିଲେକ୍ସନ୍ କରିବେ। ସିଲେକ୍ସନ୍ କରିକି ଏମିତି ଗୋଟେ ଆପଣଙ୍କର ଗୋଟେ ତାର ଫିତା ଗୋଟେ ତିଆରି କରିବେ, ଆଉ ପଛପଟେ ଆପଣ ଦେଖେଇବେ। ଏଇଠି ଦେଖନ୍ତୁ କର, ପରେ କର ଆସିଲା, ଆପଣ ଏମିତି ଏଇ ପଛପଟଟାକୁ ଆପଣଙ୍କୁ ଉଠେଇବେ। ଗୋଟେ ଗୋଟେ ଲେଟର ଆସିଲା ଘର, ତାପରେ ଆପଣଙ୍କୁ ଉଠେଇବେ ଘର। ଦେଖନ୍ତୁ ଏଇଟା ହେଉଛି ଆପଣଙ୍କର ଏଇଟା ଅତି ସିମ୍ପୁଲ। ସମୟ ଟିକେ ହୁଏତ ଅଧଘଣ୍ଟା ଲାଗିପାରେ, କିନ୍ତୁ ଅତି ସିମ୍ପୁଲ ଅଛି। ଏ ସେଥିରେ ଆମେ ଅନେକ ଗୁଡ଼ିଏ ଶବ୍ଦ ମଧ୍ୟ ତିଆରି କରିପାରିବା। ସାର୍ ଏଇଠିକି ଆସନ୍ତୁ, ଏଇଠିକି ଆସିଲେ ସମସ୍ତଙ୍କୁ ହଁ ସେଇଠି ରହିଲେ ଡିଷ୍ଟାନ୍ସ ଫଟୋ ଉଠନ୍ତୁ। ହଁ ଏଇଠି କୁହନ୍ତୁ। ଦେଖନ୍ତୁ ଏଇଟା ଗୋଟେ ପ୍ରୋଜେକ୍ଟ ଅଛି। ଏଥିରେ କ'ଣ ଅଛି, ଆପଣ ଅକ୍ଷର ସହିତ ଆପଣ କ'ଣ କରିବେ, ଶବ୍ଦ ଗଠନ ଚିତ୍ରକୁ ଦେଖିକିରି ଶବ୍ଦ ପଠନ ଅଛି ଏଥିରେ। ଦେଖନ୍ତୁ ଏପଟେ ଆପଣ ଏଇଟାକୁ ଯେତିକି ଟାଣିବେ, ଦେଖନ୍ତୁ ପରେ ଆସିଲା କମଳା ବା କ'ଣ ହେଲେ ଗୋଟେ ଶବ୍ଦ ଆସିଲା। ତାପରେ ସେମିତି ଏଇଟାକୁ ଆପଣ ନେବେ, ଖ ଆସିଲା, ଖରେ ଖଟ ଆସିଲା। ଦେଖନ୍ତୁ ଆପଣ ଏଇଟା ଗୋଟେ ବେଲ୍ଟ ତିଆରି କରିବେ, ଗୋଟେ ବକ୍ସରେ ଆପଣ ସେଇଟାକୁ ଗୋଟେ ପ୍ରୋଜେକ୍ଟ ଦେଖେଇବେ, ଚିତ୍ର ପଠନ। ଦେଖନ୍ତୁ ଆପଣ ଚିତ୍ର କାଟିକି ସେଟ୍ କରିଦେଇଛନ୍ତି, ଚିପକେଇ ଦେଇଛନ୍ତି। ଆଉ ଟିକେ ବଡ଼ ହେଲେ ମଧ୍ୟ ଏଇଟା ଆଉ ଟିକେ ବଡ଼ ଗୋଟେ ଅଛି। ସେ ଆଜ୍ଞା କ'ଣ ହେଉଛି ବୁଝିଲେ କି, ଯେଉଁ ସ୍କୁଲରେ ଏବେ ଏଫ୍ଏଲ୍ଏନ୍ଟା କେତେ ଦିନ ହେଲା ଟ୍ରେନିଂ ଚାଲିଛି, ଏଥର ଏଇଟ୍ସ କରିବା ପାଇଁ ସେଇଟା ଏଚ୍ଏମ୍ କ'ଣ କରୁଛି, ଆଉ ଜଣଙ୍କୁ ଦେଇ ଦେଉଛି ସେ ଦାୟିତ୍ୱ, ତୁମେ ଏଫ୍ଏଲ୍ଏନ୍ ପଢ଼। ସେ କରିବାଟା କିଛି ନାହିଁ। ହେଲେ ଏବେ କ'ଣ କେମିତି କରାଯିବ? ମୁଁ ବର୍ତ୍ତମାନ ଯେଉଁ ସ୍କୁଲକୁ ଆସିଛି ସେ ଆଇବା କିନ୍ତୁ ସେ ସ୍କୁଲ ଖରାପ ଗଣ୍ଡଗୋଳ ନାହିଁ। ରହିଗଲେ ତା ଭିତରେ ସେ ରହିବ। ଆଉ ତାର କିଛି କାମ ନାହିଁ ସାର୍, ଖାଲି ଅଲଗା ସେଟା ପୁଣି ଅକ୍ଷର, ଏଇଟା ପୁଣି ଅକ୍ଷର। ଦେଖନ୍ତୁ ଆପଣ କ'ଣ କରିବେ, କୋଉ ଅକ୍ଷର ଲେଟର ଫୋକସ୍ କରିବେ। ସର୍ବପ୍ରଥମେ ଆପଣ ସେଇ ଅକ୍ଷରଟାକୁ ନେବେ, ତାକୁ ସମ୍ବନ୍ଧିତ 4ଟା ଧାଡ଼ିରେ ଆପଣଙ୍କର 2 ଅକ୍ଷର ବିଶିଷ୍ଟ ଶବ୍ଦ ଗୁଡ଼ାକ ଗଠନ ହେଉଛି। ପ୍ରଥମରେ ମୁଁ ଫୋକସ୍ କରିଛି ଏଇଠି କ ଅକ୍ଷର, ଦ୍ୱିତୀୟରେ ଚ ଅକ୍ଷର, ତୃତୀୟରେ ବ ଅକ୍ଷର, ଚତୁର୍ଥରେ ନ ଅକ୍ଷର। ତେଣୁ ନରେ ଆରମ୍ଭ ହେଉଥିବା 2 ଅକ୍ଷର ଶବ୍ଦ ଗୁଡ଼ାକ ମୁଁ ସିଲେକ୍ସନ୍ କଲି।
କଲା ପରେ ଆପଣ କ'ଣ କଲେ ପିଲାମାନଙ୍କର ଯେମିତି ହେଲେ କଲର ମାଧ୍ୟମରେ ତାକୁ ଜଣାଇବାକୁ ପଡ଼ିବ। ଯେହେତୁ ଆମେ ହାତରେ ଲେଖିପାରିବା, ମୋ ଘରେ କମ୍ପ୍ୟୁଟର ରଖିଛି ବୋଲି ମୁଁ ଏସବୁ ବିଚାରିଆ କାମ କରୁଛି, ତେଣୁ ଆପଣ ହାତରେ ମଧ୍ୟ ଲେଖିପାରିବେ, କିଛି ନାହିଁ। ମୋର ସାର୍ ଜଣେ ଆସିଥିଲେ, ଏଇଟା ଲେଖୁଥିଲି, ସେ ମୁଁ ତାଙ୍କୁ କହିଲି ତମେ ଏଇଟା ନିଜେ ଲେଖ, ଦୋରା ସାର୍ଙ୍କୁ କହିଲି, ହେଲେ ସେ କହିଲେ ନାଇଁ ଆପଣ ତ କମ୍ପ୍ୟୁଟର ଲେଖୁଛନ୍ତି, କାହିଁକି ହାତରେ ଲେଖିବ? ମୁଁ ହେଲେ ହାତରେ ଲେଖ। ସେ ହାତରେ ଲେଖିଥିଲେ, ମୁଁ ଯେହେତୁ କମ୍ପ୍ୟୁଟର ସବୁ କରିଥିଲି, ତାକୁ କଟ୍ ପିସ୍ କରିକି ଏଇଠି ଦେଲି। ଆପଣ ଏଇଠି କ'ଣ କରିବେ ଦେଖନ୍ତୁ, ସୂତାଟାକୁ କେମିତି ଆପଣ ତାକୁ ଲଗେଇଛନ୍ତି ବୋଲି କହୁଛନ୍ତି, এইটা ସୂତା ଲଗେଇବାର କିଛି ବଡ଼ କାମ ନାହିଁ। ଆପଣ ଏଣ୍ଡିଂରେ ଦେଖନ୍ତୁ ତଳେ ଉପରେ ଆପଣ କ'ଣ କରିବେ, ସୂତା ଲଗେଇବେ, ପଛପଟେ ସୂତା ଗଣ୍ଠି କରିଦେବେ। ସେଥିରେ କ'ଣ କରିବେ, এইটি ଆପଣ ପଛପଟେ ଅଛି ଦେଖନ୍ତୁ ସୂତାଟାକୁ ଆକୁ ଲଗେଇ ଦେଇକି ସେଲୋଟାକୁ ଲଗେଇବେ। এইটা ଆପଣ କ'ଣ ହେଉଛି ଆରାମରେ ଯାଇପାରିବ। ଏଥିରେ ମୁଁ କ'ଣ କରୁଛି, ଛୋଟ ରିଫିଲ୍ ଅଛି, ରିଫିଲ୍ ମୁଣ୍ଡ ପାଖରେ ଆପଣଙ୍କର ସରୁ ଅଛି, ସେଇଟାକୁ ମୁଁ କାଟିକି ଏ ସୂତା ପଛପଟେ କ'ଣ କରିଛି, ତାକୁ ସେଲୋ ଟାଇପ୍ରେ ଲଗେଇ ଦେଇଛି। ବୁଝିଲେ କି? ମାନେ ଟିକେ ବିଦା ହେଇପାରିବେ। ତେଣୁ ଏ ମୁଭମେଣ୍ଟ କରିବା ପାଇଁ ବେଶୀ ସୁବିଧା ହେବ। ଏଇଟା କ'ଣ ଏ ତ ରଖିବା ପାଇଁ ମଧ୍ୟ ସେତେ ଜାଗା ନାହିଁ, ହେଲା ନା ସାର୍? ଏଇଟା ବନ୍ଧା ହେଇଛି। ଆପଣ ପ୍ରଥମ ଫୋକସ୍ କରି ଲେଟର୍ ଗୁଡ଼ାକ ସାଇଜ୍ କଲା ପରେ ଆପଣ ଏଇଟାକୁ କୋଉ ସେଇଟା ବିଭିନ୍ନ ପ୍ରକାର ମାତ୍ରା, ଏଇଟା କିଛି ନା ଆମ ବହିରେ ବି ଅଛି। ଏଇଟା ମୁଁ କ'ଣ କରିଥିଲି, ପିଲାମାନେ ଜାଣିବା ପାଇଁ, ଦେଖିବେ, ଲେଖିବେ, ଶିଖିବା ପାଇଁ ବୋଲି ଗୋଟେ ଜଷ୍ଟ ଗୋଟେ ଆଲବମ୍ରେ ସେଗୁଡ଼ାକ ଲେଖିକି ପେଷ୍ଟ କରାହେଇଛି। ଦେଖନ୍ତୁ ଏଇଠି ମାତ୍ରା ଅଛି ଆପଣଙ୍କର, ବିଭିନ୍ନ ପ୍ରକାର ଆମର ମାତ୍ରା ଅଛି, ଆକାର, ହର୍ଷଇକାର, ଦୀର୍ଘଇକାର, ଯେଉଁଟାକି ପ୍ରଥମରେ ଦେଖେଇଥିଲେ। ସେଥିରେ କ'ଣ ଅଛି, ଏଇ ଯେଉଁ ମାତ୍ରା ଗୁଡ଼ିକ ଆମେ ତାର କିଛି କିଛି ଶବ୍ଦ ଗୁଡ଼ାକ ଏଥିରେ ଲେଖା ହେଇଛି। ପିଲାମାନେ ସେଇ ମାତ୍ରା ବ୍ୟବହାର କରି ଯେଉଁ ମାତ୍ରା ପାଖରେ ଆମେ ରଖିବା, ସେଇ ମାତ୍ରାର ଉପରେ ଲେଖା ହେଇଛି, କିଛି ଗୋଟେ ଶବ୍ଦ ଲେଖା ହେଇଛି, ସେଇ ଶବ୍ଦକୁ ଦେଖିକି ସେମାନେ ଲେଖିବେ ଆଉ ପଢ଼ିବେ ମଧ୍ୟ। ପଞ୍ଚମ ପାଇଁ ବୋଲିକି ଆମର ବିଭିନ୍ନ ପ୍ରକାର ଉପସର୍ଗ ଲାଗିକି ଯେଉଁ ଶବ୍ଦ ଗୁଡ଼ାକ ରହିଛି, ପିଲାମାନଙ୍କୁ ଯେଉଁ ବ୍ୟାକରଣର ବ୍ୟବହାର କରିବା ପାଇଁ ବୋଲିକି ଆମକୁ ଦରକାର ହେଉଛି ଅଜ୍ଞାତ, ଅଭାବ। ଦେଖନ୍ତୁ ଏଇଟା କିଛି ନାହିଁ, ଗୋଟେ ଚକ୍ର ଖାଲି ବୁଲିବ, ଯାହା ପାଖରେ ରହିଲେ ତାର ଗୋଟେ ଶବ୍ଦ ଆସିବ। ଇଂଲିଶର ଆମର ଆଲଫାବେଟ୍ ରହିଛି। ଆଲଫାବେଟ୍ ଉପରେ ପିଲାମାନଙ୍କର ସାଧାରଣତଃ ସବୁବେଳେ କ'ଣ କରୁଛନ୍ତି, ଗୋଟେ ଶବ୍ଦ ଲେଖିବେ, ସେଇଟା କ'ଣ କରୁଛନ୍ତି, ମଝିରେ ମଝିରେ ମଧ୍ୟ ୱାର୍ଡ ମଝିରେ ମଧ୍ୟ କ୍ୟାପିଟାଲ, ସ୍ମଲ୍ କ୍ୟାପିଟାଲ ଲେଖୁଛନ୍ତି। ତେଣୁ ପିଲାମାନଙ୍କର ସେଇ ପିଲାମାନଙ୍କର ମାନେ କନସେପ୍ଟ କ୍ଲିୟର ହେଇନି। ତେଣୁ ଆମେ ଏଇ ମାଧ୍ୟମରେ ଦେଖନ୍ତୁ, ଏଇଟା ଗୋଟେ ହ୍ୱାଇଟ୍ର ଆକୃତି କରାହେଇଛି। ଏଥିରେ କ'ଣ ଅଛି, ଆପଣଙ୍କର ଉପରେ এই যে মাছ কাতি ভଳି କରାହେଇଛି, এই ମାଛ କାତି ଭିତରେ ଉପରେ ରହିଛି କ୍ୟାପିଟାଲ ଲେଟର ରହିଛି, ତଳେ ରହିଛି ସ୍ମଲ୍ ଲେଟର ରହିଛି। ମାରନ୍ତୁ ଆଜ୍ଞା। ହଁ ଉଠୁନ ତମେ ଗୋଟେ ଷ୍ଟିଲ୍ କରି ରଖନ୍ତୁ ସାର୍। ଏଇଟା ଗୋଟେ ଦେଖନ୍ତୁ, ଏଥିରେ ଆପଣଙ୍କର ଇଂଲିଶର କେତେକ ବିପରୀତ ଶବ୍ଦ ଗୁଡ଼ାକ କରିଛୁ, ଗୋଟେ ପ୍ରୋଜେକ୍ଟ ମାଧ୍ୟମରେ ତାକୁ କରିଛୁ, ଯେଉଁଟାକି ଆମର ତ ଲକ୍ଷ ଲକ୍ଷ ସଂଖ୍ୟାରେ ବିପରୀତ ଶବ୍ଦ ଅଛି। ତେଣୁ ସବୁଗୁଡ଼ାକ ତ ସମ୍ଭବ ନୁହଁ, କିଛି ପିଲାଙ୍କୁ ଦର୍ଶାଇବା ପାଇଁ, ଜଣାଇବା ପାଇଁ ବୋଲିକି ଏଇଟାକୁ ଗୋଟେ ବ୍ୟବସ୍ଥା କରାହେଇଛି। ଏଇଟା ହେଉଛି ଗୋଟେ ଆଲବମ୍। ଦେଖନ୍ତୁ ସମସ୍ତେ ଦେଖନ୍ତୁ, ଏଇ ଆଲବମ୍ରେ এইটা ଗୋଟେ ବିପରୀତ, ତାକୁ ଗୋଟେ ନୂଆ କୌଶଳ ପ୍ରୟୋଗ କରାହେଇଛି। ଦେଖନ୍ତୁ এইটা ଅଛି ଆପଣଙ୍କର ଅଭ, ଦେଖନ୍ତୁ ଉପର ତଳ, এইটি ହେଉଛି ବୟ ଗାର୍ଲ। ଦେଖନ୍ତୁ ସମସ୍ତ ମୁଁ ଟିକେ ଦୂରରେ ରହିଲେ ସମସ୍ତେ ଦେଖିପାରିବେ ଗୋଟେ ଥର। ଦେଖନ୍ତୁ ଦେଖନ୍ତୁ এইটা ବୟ, ଏପଟେ ରହିଲା ଗାର୍ଲ। ଆପଣଙ୍କର এইটা ହେଉଛି କ୍ଲୋଜ୍ ଅଛି, এইটা ଆପଣଙ୍କର ଓପନ୍।
तापरे एटी अछि डे अछि आपण एटी Night. नाइट एटी फुल अछि देखंतु तळ को एटा टाणिले आपनकर एम्प्टी आसीबो एम्प्टी फुल ऐसा सेंसर आउट कर देखंतु वर्तमान एम्प्टी अछि आपनको एटा नेले फुल होला एटा होला डे एटा होला नाइट आपनकर एटा होची देखंतु फ्रंट एटा होची बैक एटी आपण देखंतु आपनकर हॉट रहला Cold. तापर देखंतु बिग रहला स्मॉल रहला एटा देखंतु एटी अछि आपनकर अंडर अछि ऊपर को नै जिवे अप डाउन आसला एटी मध्ये आपनकर लटन अछि जळुची बंद होउची सेटा थैंक यू एटा देखंतु सिस्टर ब्रदर आपनकर फैट 3 देखंतु एटा पार नियर एटा आपनकर वाक स्टॉप आपनकर टॉप अछि देखंतु एटा को शॉर्ट पिलाने ବିଭିନ୍ନ ପ୍ରକାର କଲର ଅଛି ଏଟା ଗୋଟେ ଟାଟା ସ୍କାଇ ତା ପ୍ଲେଟ୍ ଭିତରେ ଆପଣଙ୍କୁ ଦେଖେଇ ଦଉଛି ଏଟା ହଉଛି ଦେଖନ୍ତୁ ବିଭିନ୍ନ ପ୍ରକାର ଆପଣ ଏଇ ଚକ୍ର ବୁଲେଇବେ ବିଭିନ୍ନ ପ୍ରକାର କଲର କିନ୍ତୁ ଏଇଟା ଗୋଟେ ଖାତାରେ ଧରିଛୁ ଆପଣଙ୍କର ସବୁ କଲର ଆପଣ କରୁଛନ୍ତି ମ୍ୟାଚ୍ କରିକି ରଖା ଅଛି ହେଲେ ବାପା ଲାଗେ कसी भी रखूँ सर आप वीडियो कॉल को छाड़ दो फोटोटा उठा देखले ना सर सर एथरे देखो स्टैंड रख ले तो अच्छी बात नहीं पिलाने विभिन्न प्रकार रंग चिन्हिबे शब्द गठन ଆମର ବିମଳା ପଡ଼େ ତ ଏଇଟା ଇଂଲିଶ এই জিনিসগুলো ଆମେ କରିପାରିବା ସୁଚା ମା ଏଗୁଡ଼ାକ ଆମେ କରିପାରିବା ଓଡ଼ିଆରେ ମଧ୍ୟ ହେଇପାରିବ ଇଂରାଜୀରେ ମଧ୍ୟ ହେଇପାରିବ ରଖିବା ନା ସାର୍ ଆପଣଙ୍କର 1 ରୁ 9 ପର୍ଯ୍ୟନ୍ତ ପିଲାମାନେ ସଂଖ୍ୟା ଗଣନ କରିବେ ସଂଖ୍ୟା ଆଉ ଅଙ୍କକୁ ଚିହ୍ନିବେ ବୁଝିଲେ ନା ଦେଖନ୍ତୁ ଏଥିରେ କ'ଣ ଅଛି ଆପଣଙ୍କର ବିନ୍ଦୁ ଦିଆହେଇଛି ପିଲାମାନଙ୍କର କନସେପ୍ଟ କ୍ଲିୟର ହେଇଛି କି ନାହିଁ ସେ ବିନ୍ଦୁ ଅନୁସାରେ ପିଲାମାନେ କ'ଣ କରିବେ ସଂଖ୍ୟା ସହିତ ବିନ୍ଦୁକୁ ଯୋଡ଼ିକି ରଖିବେ ହଁ ଗୋଟେ ଗଣନ ସଂଖ୍ୟାର ଗୋଟେ ସେଟା ଗୋଟେ ମାଧ୍ୟମ ଏଇଟା ମଧ୍ୟ ଗୋଟେ ଗଣନ ସଂଖ୍ୟାର ଗୋଟେ ମାଧ୍ୟମ ଏଥିରେ ଆପଣଙ୍କର ବିଭିନ୍ନ ରଙ୍ଗର ଦିଆହେଇଛି ଗୋଟେ କଟ୍ ପେଷ୍ଟ କରାହେଇଛି ସବୁବେଳେ ତ ପିଲାଙ୍କୁ ଗୋଟେ ପ୍ରୋଜେକ୍ଟ ଦେଲେ ତ ତାଙ୍କ ମନ ଶାନ୍ତି ହେବନି ନା ତେଣୁ सर यार टिके ठीक है